ଦିନୁ ଦିନ ଆୟୁଷ ଆଉ ଏଣିକି କେତେ ଆଉ ତାପରେ କ'ଣ କହିଲେ? ଉଦ୍ଧାର ହେବୁ ଯେ ଭବ ଆମର ପ୍ରସନ୍ନ ବାବୁ ଯେଉଁ କଥାଟି ମୂଳରୁ ଆରମ୍ଭ କରିଥିଲେ ବା ଯେଉଁ କଥାଟି ସେ କହୁଥିଲେ ସଂକ୍ଷିପ୍ତରେ, ସେ ସଂକ୍ଷିପ୍ତ କଥା ଭିତରେ ମଧ୍ୟ ସବୁଯାକ ସବଜେକ୍ଟ ଅଛି। କାରଣ ସେ ବିଷୟ ଭିତରେ ଗୋଟିଏ ଶବ୍ଦ ଥିଲା, ଯେଉଁ ଶବ୍ଦ ହେଉଛି ଆପଣମାନଙ୍କ ଜୀବନରେ କ'ଣ ହେଇଥିବ ମୁଁ କହିପାରିବିନି। ମୋ ଜୀବନର ଶ୍ରେଷ୍ଠ ଶବ୍ଦ ହେଉଛନ୍ତି ଗୁରୁ ବିନେ ମୁକ୍ତି ନା, ନାମ ବିନେ ସାଧନ। ଗୁରୁ ବିନେ ଗୁରୁ ବିନେ ମୁକ୍ତି ନା, ଯିଏ ଜୀବନରେ ପାଇ ନାହିଁ, ଯିଏ ଗୁରୁ ବୋଲି ଗୋଟିଏ ଶବ୍ଦକୁ ଖୋଜି ନେଇ, ଖୋଜିବି ନାହିଁ, ସିଏ ଲୋକଟି କେମିତିଆ ଲୋକ? ତାକୁ ପଶୁ ବୋଲି ଭାଗବତ କହିଲେ। କହିଲେ ସିଏ ମଣିଷ ନୁହେଁ, ପଶୁଟା। ହରି ବିମୁଖ ପ୍ରାଣୀ ଯାହାର ମନରେ ହରିନାମ ନାହିଁ, ହରି କଥା ବି ନାହିଁ, ହରି ନାମ ଛାଡ଼। ତାହେଲେ ସ୍ୱର ଆମକୁ ମୃଦଙ୍ଗ ବଜେଇ ଆସେନି, କିଛି ନାହିଁ, ଆମେ କି ନାମ କରିବୁ? କିନ୍ତୁ ଗୋଟିଏ କଥା ଆମେ କରିପାରିବୁ, ସେଇ ଯେଉଁ ହରି, ସେ ଶବ୍ଦଟା ଆମକୁ କ'ଣ କହୁଛି? ଆମେ କ'ଣ ସେ କଥା କ'ଣ ଭାବିଛୁ? ପ୍ରକୃତରେ ଆମେ ଭାବିନୁ। ଆଜି ଆମର ଏଠି 2 ଦିନ ଧରି କ'ଣ ଚାଲିଥିଲା? ହରିଙ୍କର ଗୁଣାନୁବାଦ ଏଠି 2 ଦିନ ଧରି ହେଉଥିଲା। ସିଏ ହେଉଛନ୍ତି ହରି। ସେ ହରିଟି ମର୍କଟ ଭଳି ଦେଖାଯାଆନ୍ତି, କିନ୍ତୁ ସେ ମର୍କଟ ନୁହନ୍ତି। ଆମର ଯେମିତି କୁହାଯାଇଛି, ଗୁରୁଙ୍କୁ ଯଦି ଜୀବନରେ କେବେ ବି ମଣିଷ ବୋଲି ଭାବିଦେଲ, ତାହେଲେ ତମ ତପସ୍ୟାର ଫଳ ସବୁ ଗଲା। ଯେମିତି କହନ୍ତି 12 ବର୍ଷର ତପ ଶୁଖୁଆ ଜଳରେ। ଗୁରୁ ମନୁଷ୍ୟ ନୁହନ୍ତି, ମନୁଷ୍ୟ ଗୁରୁ ହେଇ ନ ପାରେ। ତେଣୁ ଜୀବନରେ ତମେ ଗୁରୁ ନିନ୍ଦା ତ କରିବା କଥା ନୁହେଁ, କିନ୍ତୁ ମୋଟ କଥା ଆଜି ଗୁରୁଙ୍କୁ ମଣିଷ ବୋଲି ଭାବିଦେଲ, ତମ ସଇଲା। ସେମିତି ହନୁମାନଙ୍କୁ ଯଦି ମାଙ୍କଡ଼ ବୋଲି ଭାବିଦେଲ, ତାହେଲେ ତମର ବି ସବୁ ରାମଙ୍କୁ ଭଜିକିରି ଯେଉଁ ପୁଣ୍ୟ ଅର୍ଜନ କରିଥିଲ, ସିଏ ମଧ୍ୟ ସବୁ ଗଲା। ଏଇ ଯେଉଁ ହନୁମାନ, ସିଏ ପ୍ରଥମେ ଆମକୁ ଶିଖେଇଛି ହରି। ହରି ଶବ୍ଦ କ'ଣ?
ଆମେ ତ ବୋଲୁଛୁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଯଦି ଏଇ କଥାକୁ ଗୋଟେ ଆମର ପତଳା ପଚରି ଯଦି ହବା ହରେ କ'ଣ ଇଏ ରାମ କ'ଣ ଇଏ ସବୁ କ'ଣ ଆମକୁ କିଛି ଲୋକ ବି ବୁଝେଇଦେବେ। ଭଲ ବୁଝେଇଲା ବାଲା ଆଜିକାଲି ବହୁତ ଅଛନ୍ତି, କିନ୍ତୁ ଆମେ ଭଲ ଛାତ୍ର ନୁହଁ, ତାଙ୍କ କଥା ଆମ କାନରେ ପଶୁନି, ସେ ଆମ ଉପରେ ବିଗିଡ଼ନ୍ତି। କିନ୍ତୁ ସିଏ ବହୁତ ସୁନ୍ଦର ଭାବରେ ଆମକୁ ବୁଝଉଛନ୍ତି। କିନ୍ତୁ ଆମେ କହିଲେ ମୁଁ ନିଜେ ଏମିତି ଗୋଟିଏ ଅଧମ, ସେ କଥାରେ ସବୁ ମୁଣ୍ଡ ମୁଁ କରେ। ହରି କିଏ? ଶିଶୁ ମାତୃଗର୍ଭରେ ସେ ଯେତେ ମାସ ରହୁ, 6 ମାସ ରହୁ, 7 ମାସ ରହୁ, 8 ମାସ ରହୁ, 9 ମାସ ରହୁ, 10 ମାସ ରହୁ, ସେ ଯେତେ ଦିନ ରହୁ, ସେ ସମୟରେ ଆମେ ଗଣୁଛୁ କେତେ ମାସ ପିଲାଟା ମାର ଗର୍ଭରେ ରହିଲା। ସେତିକି ଦିନ ସିଏ ଥିଲା ହରି। ଯେତେବେଳେ ତାର ସମୟ ହେଲା ବାହାରକୁ ଆସିଲା, ସେ ଆଉ ଗୋଟିଏ ହରି ହେଲେ। ସେଇ ଦିନ ଠାରୁ ଦିନ ଗଣା ହେଲା, ଅମୁକ ଦିନ ଜନ୍ମ ହେଲା, ତା 21 କୋଉ ଦିନ, ତା ଜନ୍ମଦିନ କୋଉ ଦିନ, ଯେତେ ଜନ୍ମଦିନ ଆମେ ପାଳନ କଲୁ, ତା ମାନେ ତାର ଆୟୁଷକୁ ସେତିକି ଦିନ ହରେ। ମୋ ପୁଅ କେମିତି ମାନେ ମାଟ୍ରିକଟା ପାସ୍ କରିଦେବ, ମାଟ୍ରିକଟା ପାସ୍ କରିଦେଲା, କଲେଜକୁ ଗଲା, ଯେତିକି ବର୍ଷ ଗଲା ସିଏ ଆଉ ଫେରିବନି। ତେଣୁ ଏଠି ଆପଣ ଦେଖନ୍ତୁ, ହରି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯିଏ ଜୀବନକୁ ସୃଷ୍ଟି କରି ପୁଣି ମୃତ୍ୟୁ ପର୍ଯ୍ୟନ୍ତ ନେଇଯାଆନ୍ତି, ପୁଣି ମୃତ୍ୟୁ ପରେ ପୁଣି ଆମକୁ ଆଉ ଗୋଟେ ଜନ୍ମ ଦିଅନ୍ତି, ତାଙ୍କରି ନାଁ ହେଉଛି ହରି। ଏଠି 2 ଦିନ ସତ୍ସଙ୍ଗ ଥିଲା, ହେଲା, କାଲି ସଇଲା କି ଆଜି ସଇଲା, କାରଣ ସେ କୁଆଡ଼େ ଗଲା? ସେଇ କାଳ ଗର୍ଭରେ ରହିଗଲା। ଯଦି କହିବ ସେଇ ଦିନଟାକୁ ଆଉ ଥରେ ଆମେ ଆଣିବୁ, ଆଣିପାରିବୁ? ଆପଣମାନେ କହିବେ ହଁ ଆଜିକାଲି ସେଇ ଫୋନରେ ଆମେ ରଖିଦେଇଛୁ ରେକର୍ଡ଼ିଂ କରିକିରି ତାକୁ ପୁଣି ଲଗେଇଦେବୁ, ଆଉ ସିଏ କ'ଣ ହରି? ମହାପ୍ରଭୁ ଚୈତନ୍ୟ ଦେବ କହିଲେ, ସୁନ୍ଦର ଭାବରେ କହିଲେ, ହରେର ନାମୈବ କେବଳ କଳି ଯୁଗରେ ହରି ନାମ ବ୍ୟତୀତ ଆଉ କୌଣସି କାର୍ଯ୍ୟ କରନା। କଳଉ ନାସ୍ତୈବ 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 ଗତିର। ସେ ଯାହା ହଉ ସେଇ ଶ୍ରବଣା, ଆମେ ଏଠି ଯିଏ ବହିଛୁ ସବୁ ଶ୍ରବଣା, ସମସ୍ତେ ଆମେ ଶ୍ରବଣା, ପୁଣି ଅଛବ ଶ୍ରବଣା। କାରଣ ଆମେ ଯେଉଁଦିନ ମରିବୁ ସାଙ୍ଗେ ସାଙ୍ଗେ ଅଛବ ହେଇଯିବୁ। ଏଇ ମୁର୍ଦାର ଛୁଆଁ ହେଇଛୁ, ମୁର୍ଦାର ଛୁଆଁ ହେଇଛୁ ବୋଲି ତୁ ମୋତେ ଆଉ ଛୁଇଁବୁ ନାହିଁ। ଆମ ଧର୍ମରେ କେମିତି କଥା ଲେଖା ହେଇଛି, ରେ ଉଇଖିଣା ବାପା ବୋଲି ଡାକୁଥିଲୁ, ବାପା କହୁଥିଲେ ହୁଁ, ସେତେବେଳେ ଛୁଆଁ ହେଲୁନି, ବାପା ଯେମିତି ଚାଲିଗଲେ ସେମିତି କେମିତି ଛୁଆଟା କୁଆଡ଼େ ଅଛୁଆଁଟା କୁଆଡ଼େ ଥିଲା ମାଡ଼ି ଆଇଲା।
ପୁଅ ଯାଇକି ଅଛି ଆମେରିକାରେ, ଆରେ ବାପା ହଉ ମା ହଉ ଚାଲିଗଲେ, ଆମେରିକା ଖବର ଚାଲିଗଲା ତ ବାପା ଚାଲିଗଲେ, ସିଏ ସେଠି ଆମେରିକାରେ ବି ସେଠି ସେ ଛୁଆଁ ହେଇଗଲା, ମୋ ବାପା ଚାଲିଗଲେ। ଆଉ ଇଏ ସବୁ କଥା ଗୋଟିଏ ଗୋଟିଏ ମନ ବୁଝିଲା ଭଳି କପୋଳ କଳ୍ପିତ କଥା। ଆମେ ଅଛବ ହେଲେ ବି ଆମେ ନିଶ୍ଚୟ ମରିବୁ, ନିଶ୍ଚୟ ଅଛବ ହବୁ, କିନ୍ତୁ ଆମେ ମୃତ୍ୟୁଶୀଳ ଜୀବନକୁ ନେଇ ଯେତେବେଳେ ଆମେ ସଦ୍ଗୁରୁଙ୍କ ପାଖରେ ବସି ବା ସାଧୁସନ୍ଥମାନଙ୍କ ପାଖରେ ବସି ଦିବ୍ୟ ପୁରୁଷମାନଙ୍କ ପାଖରେ ବସି ଆମେ ଯେତେବେଳେ ଦିବ୍ୟ କଥା ଦିପଦ ଶୁଣିଲୁ, ସେ ଅଛୁଆଁ କେଉଁ ବାଟ ଦେଇକିରି ଆସିବ, କେଉଁ ବାଟ ଦେଇ ଅଛୁଆଁଟା ଆସିବ। ଯେମିତି ଲୋକ ମରିଗଲେ, ବେଳ ପଇଲା ଯେ ମଲା, ତାପରେ ବସି ହିସାବ କରି ପକେଇଲେ ଅମୁକ ବାରେ ସେ ମରିଛି, ତାର ଗୋଟେ ପୁଷ୍କରା ଦୋଷ ଲାଗିଛି। ଇଏ ପୁଷ୍କରା ଦୋଷ କ'ଣ? ଯଦି ତାକୁ ତମେ ନ ଛଡ଼େଇବ ତମର ଆଉ ଗୋଟେ ମୁଣ୍ଡ ଯିବ, ଇଏ ଛାନିଆ ହେଇକିରି ପୁଣି କେଉଁଠି କରଦରାମ କରି ମାନେ ତାକୁ ଛଡ଼େଇଲେ, ମାନେ କ'ଣଟା ଗୋଟେ ରାତିରେ ବସି ଛଡ଼ାନ୍ତି। ଇଏ ସବୁ କିଛି ନୁହେଁ, ସେଇ ଯେଉଁ ଗୁରୁଙ୍କ କଥାଟା କହିଲେ ସେତିକିରେ ସବୁ ଜବର। ଜୟ ଗୁରୁ ଜୟ ଆମେ କହୁଛେ ହନୁମାନ ଜମା ଲଙ୍କାକୁ ଯିବା ପାଇଁ ବିଲକୁଲ ସେ ଆଗ୍ରହ ପ୍ରକାଶ କରିନାହାନ୍ତି, କିନ୍ତୁ ଅପେକ୍ଷା କରିଛନ୍ତି ରାମଙ୍କର ଆଦେଶ। ରାମ ତାଙ୍କର ଗୁରୁ, ରାମ ତାଙ୍କର ଇଷ୍ଟ। ରାମ ଯେତେବେଳେ କହିଦେଲେ ହନୁ ଆଉ ଲଙ୍କାକୁ ତମେ ଯିବନି, ଆଉ ଯିବ କିଏ? ନା ପ୍ରଭୁ ଆପଣ ଯଦି କହିବେ ମୁଁ ସାଙ୍ଗେ ସାଙ୍ଗେ ଯିବି, ଆଉ ନା ତୁ ଯା। ସେ ଶ୍ରୀରାମ ଜୟ ରାମ ଜୟ ସେ ଏକାଥରେ ଉଠିଲେ ତ ଶ୍ରୀରାମ କହି ଡେଇଁଲେ। ସେ କେମିତି ଡିଆଁ ଶିଖିଥିଲେ କ'ଣ କେମିତି, ଏକାଥରକ ଯାଇକି ଲଙ୍କାପୁରରେ ଏଇଟା 11-12 କିଲୋମିଟର ଖଣ୍ଡେ ହେବ। ତେଣୁ ସିଏ ଏକାଥରକ ଯାଇକି ଲଙ୍କାରେ ପହଞ୍ଚିଲେ। ସେଠି ଗୋଟେ ନାରୀ ମଦ ଫଦ ପିଇ ଛିଡ଼ା ତିଣ୍ଡା ଲୁଗା ପିନ୍ଧିକିରି
ସିଏ ମାନେ ଲଙ୍କାକୁ କାଳେ କିଏ ଶତ୍ରୁ ପଶି ଆସିବ ସେ ଗୋଟେ ସିକ୍ୟୁରିଟି କାମ କରୁଛି। ଇଏ ସବୁ ତାକୁ ଅନେଇଲେ, ସେ ବି ଆକୁ ଅନେଇଲେ। ତୁ କିଏ? ନା ମୁଁ ହେଉଛି ରାବଣର ଦୂତ। ଓ ତୁ ରାବଣର ଦୂତ, ମୁଁ ବି ରାମଙ୍କର ଦୂତ। ତୁ ଏଠୁ କାହାକୁ ଜଗିଛୁ? ନା ତମକୁ ଜଗିଛି। କିଏ କାଳେ ଲଙ୍କା ପୁରକୁ ପଶି ଆସିବ। ହନୁମାନ କହିଲେ ତୁ ଏଡ଼େ କ୍ଷେତ୍ର ପାଇଁ ପକେଇଲେ ଗୋଟାଏ ଚୈତନ୍ୟ, ଗୋଟାଏ ଚୈତନ୍ୟ ଜୋର ଚୈତନ୍ୟ। ଏକାଥରକେ ତାର ସେ କଥା ଗଲା, ମଦ ନିଶା ବି ଗଲା, ତାର ଚୈତନ୍ୟ ଉଦୟ ହେଲା ଏବଂ ସିଏ ଲଙ୍କାର ଯେଉଁ ଶିକ୍ଷା ସେ ଶିକ୍ଷାକୁ ସେ ଇଏ ହେଉଛନ୍ତି ହରି। ହରି ଯାଉଛନ୍ତି ଯେତେ ରାକ୍ଷସ ମାନେ ସବୁ ଏ ଘରେ ସେ ଘରେ ସବୁ ବସିଥିଲେ, କିଏ କଥା ହେଉଥିଲା, ଇଏ ଗୋଟେ ମାଙ୍କଡ଼ ଆଇଛି ବୋଲି କହି ସମସ୍ତେ ପଶିଲେ ତାଙ୍କ ପାଖକୁ ଆଇଲେ। ତାଙ୍କ ପାଖକୁ ଯେମିତି ସବୁ ଆଇଲେ, ଇଏ ମଶା ମାରିଲା ଭଳିଆ ଖାଲି ଏମିତି ଏମିତି ମାରିଦେଇଗଲେ। ମାନେ କାହାକୁ ଆଉ ଯୁଦ୍ଧ ପୁତ ନାହିଁ। ସିଏ ମଶା ମଲା ଭଳି ଯିଏ ଗୋଟାଏ ଚଟକଣା ଖାଇ ସେ ସାଙ୍ଗେ ସାଙ୍ଗେ ଉଡ଼ିକିରି ଗଲେ। ଏମିତି ସେ ଗଲେ, ସୀତାଙ୍କୁ ଠାବ କଲେ। ମୁଁ ତ ସେ କଥା ଏତେ କଥା କହିବାକୁ ଆସିନି। ତେବେ ସୀତାଙ୍କୁ ରାମ ଯେଉଁ ଦେଇଥିଲେ ରତ୍ନ ମୁଦ୍ରିକା, ରତ୍ନ ନୁହେଁ ସେ କାଠ ମୁଦ୍ରିକା ଦେଇଥିଲେ। ସେ ମୁଦ୍ରିକାଟିକୁ ସୀତା ଚିହ୍ନିଲେ, ଇଏ ପ୍ରକୃତ ରାମଙ୍କ ଦୂତ ବୋଲି ଜାଣିଲେ। ଏବଂ ମୁଁ କେଉଁଦିନ ମୋତେ ସେ ନେବେ, ସେ ହନୁମାନଙ୍କୁ ଏତିକି କହିଲେ, ହନୁମାନଙ୍କୁ ବିଦାୟ ଦେଲେ। ତେଣୁ କହିଲେ ହରି। ସତ୍ୟ ଦୈତ୍ୟ କୁଳାଦିନାଥ ମନ୍ଥନମ ସୂର୍ଯ୍ୟନ୍ଦୁବିକେ। ଇଏ ହରି କିଏ? ନର ହରି। ଉଗ୍ରବୀର ମହାବିଷ୍ଣୁ ସତ୍ୟ ଯୁଗରେ ନରହରି, ତ୍ରେତୟା ଯୁଗରେ ରାମ ଆଉ ହରି। ତ୍ରେତାୟଂ ଦଶକଣ୍ଠ ଗୋପାଳନ ସତ୍ୟରେ ସୀତାରାମ, ସତ୍ୟ ପରେ ଆସିଲା ତ୍ରେତା। ଏଠି ହନୁମାନ ହେଉଛନ୍ତି ଗୁରୁ। ହନୁମାନ ହେଉଛନ୍ତି ଗୁରୁ। ହନୁମାନଙ୍କର ଆଶ୍ରୟ ନ ନେଲେ ଆମେ ରାମଙ୍କୁ ପାଇବା। କହିଲେ ହରି, ନୁ କହିଲେ ନୁମଃ ପୂଜ୍ୟ ପୂଜା। ମା କହିଲେ ଧରିତ୍ରୀ, ମା କହିଲେ ମାନ୍ୟତା, ଶାସ୍ତ୍ରକୁ ମାନ, ଗୁରୁଙ୍କୁ ମାନ। ନ କହିଲେ ନମ୍ରତା। ନମଇ ନୃସିଂହ ଚରଣ ଅନାଦି ପରମ କାରଣ। ଇଏ ଚାରୋଟି ଅକ୍ଷର ତତ୍ଵ ଭିତରେ ସବୁ ଶାସ୍ତ୍ର। କହିଲେ ନରହରି, ତ୍ରେତୟାରେ ରାମହରି, ଆଉ ଦ୍ୱାପରରେ ରାଧାହରି, କଳି ଯୁଗରେ ଗୌରହରି। ଏ ଚାରିଟା ନାମ ହେଇଗଲେ କାମ ସରିଲା। ଶ୍ରବଣାକୁ ଯେତେବେଳେ ଜଙ୍ଗଲରେ ଛାଡ଼ିଦେଲେ, ଆଉ ଆମ ସମାଜ ଭିତରେ ତୁ ରହ ନା, ତୁ ଜଙ୍ଗଲକୁ ପଳା।
ସିଏ ଜଙ୍ଗଲରେ କେଉଁଠି ରହିବ? ଗୋଟାଏ ଗଛ ଡାଳରେ ଦିନ ଯାକ ବସେ, ରାତି ହେଲେ ସେ ଗଛରୁ ଓହ୍ଲାଏ। ଓହ୍ଲେଇକିରି କ'ଣ କରେ? ଗୁରୁଙ୍କ ପାଇଁ ସେ କାର୍ଯ୍ୟ କରେ। ଯେଉଁ ବାଟଟା କଣ୍ଟକିତ ରାସ୍ତା, ତାର ଗୁରୁ ବୋଲି ସେ ଭାବିଛି, କିନ୍ତୁ ଗୁରୁ କରିନି, ନାମ ନେଇନି। ମାତଙ୍ଗ ଋଷିଙ୍କର ଆଶ୍ରମ ଠାରୁ ନଦୀକୂଳ ପର୍ଯ୍ୟନ୍ତ ସେ ରାସ୍ତାଟିକି ସେ ସୁନ୍ଦର ଭାବରେ ସଫା କରିଦିଏ, କିଛି ବଣ ଫୁଲ ମଧ୍ୟ ପକେଇଦିଏ। ତାର ଗୁରୁ ପ୍ରୀତିଟା କେତେ ଉଚ୍ଚରେ ରହିଛି। କାରଣ ଭାଗବତରେ କେମିତି ଲେଖୁଛନ୍ତି, ମୁହିଁ ବସଇ ଗୁରୁ ଦେହେ ମାତଙ୍ଗ ସବୁଦିନେ ସ୍ନାନ କରିବାକୁ ଯାଉଛନ୍ତି, ରାତି 4ଟାରୁ ଫେରୁଛନ୍ତି। ଦିନେ ଭାବିଲେ ଏ ରାସ୍ତାକୁ ସଫା କରୁଛି କିଏ? ଏ ରାସ୍ତାରେ ଫୁଲ ପକାଉଛି କିଏ? ଇଏ କଥା ଯେତେବେଳେ ଆଶ୍ରମରେ ପଚାରିଲେ, ସେଉଠୁ କହିଲେ, ଗୁରୁଦେବ ଆମେ ଯାଇନୁ କି ପକେଇନୁ କି ଓଳେଇନୁ କି କିଛି। ତାହେଲେ କିଏ ପକାଉଛି ତାକୁ ଖୋଜିବା ପାଇଁ ଟିକେ ରାତି 4ଟାରୁ ଉଠୁଥିଲେ, 3ଟାରୁ ଉଠିକିରି ଗଲେ ଦେଖିବା କିଏ ସେ ରାସ୍ତାଟାକୁ ସଫା କରୁ। ଦେଖିଲାକୁ ଏଇ ଝିଅଟି ସଫା କରୁ। ତାକୁ ପଚାରିଲେ, ମା ତୋ ଘର କେଉଁଠି? ମୋ ଘର କେଉଁଠି ମୁଁ ଜାଣିନି, ମୋତେ ଗୋଟାଏ ମା ଜନ୍ମ ଦେଇକିରି ତାକୁ ସେ ମଶାଣିରେ ମୋତେ ପକାଇ ଦେଇକି ପଡ଼ିଲା। ମୁଁ ଗୋଟିଏ ପାହାଡ଼ରେ, ତାକୁ ବିଲୁଆ ବୋଲି କହନି, ସେ ବିଲୁଆ ହଉ ମଣିଷ ହଉ ଯାହା ହଉ, ମୁଁ ସେଇଠି ଥିଲି ଏବଂ ଶେଷରେ ମୋତେ ସମାଜ ଗ୍ରହଣ କଲାନି, ମୋତେ ଆଣି ଇଚ୍ଛା ଦେଇଛ। ସେ ମାତଙ୍ଗ ପଚାରିଲେ, ତମ ଗୁରୁ କିଏ? ନା ଆପଣ ହେଉଛନ୍ତି ମୋର। ଇଏ ଆଶ୍ଚର୍ଯ୍ୟ ହେଲେ, ମୁଁ ତୋର ଗୁରୁ କେତେବେଳେ ହେଲି? ଯେଉଁଦିନ ମୋତେ ସେ ଛାଡ଼ି ଦେଇଗଲେ, ସେଇ ଦିନ ମୁଁ ଆପଣଙ୍କୁ ଦର୍ଶନ କରିଛି। ଏଇ ଗଛ ଡାଳରେ ବସି ଆପଣଙ୍କ ପାଦ ପଦ୍ମକୁ ମୁଁ ସେଇଠି ନମସ୍କାର କରେ। ତେବେ ଆପଣ ମୋର ଗୁରୁ। ତେବେ ଆଶ୍ରମକୁ ନ ଯାଇ ଏଠି କାହିଁ କହିଛ? ନା ମୁଁ ତ ଅଛବ ଆଉ ଆଶ୍ରମକୁ କ'ଣ? ମାତଙ୍ଗ କହିଲେ, ସେ ସବୁ କଥା ଚାଲିବନି, ବର୍ତ୍ତମାନ ମୋ ସହିତ ଆସ। ଆଶ୍ରମରେ ପହଞ୍ଚିଲେ କ'ଣ ଖାଇବା ପିଇବାକୁ ଦେଇଥିବେ କି କ'ଣ, ସେ ଯାହା ହବ। ଖାଲି ଗୋଟିଏ କଥା କହିଲେ, ମନ୍ତ୍ର ମୂଳମ୍ ଗୁରୁର୍ ବାକ୍ୟ, ପୂଜା ମୂଳମ୍ ଗୁରୁର୍ ଧ୍ୟାନ ମୂଳମ୍ ଗୁରୁର୍ ମୋକ୍ଷ ମୂଳମ୍ ଗୁରୁର୍। ଖାଲି ଗୋଟିଏ କଥା କହିଲେ, ମାତଙ୍ଗ ଏ ଶ୍ରବଣା, ମୁଁ ଅପେକ୍ଷା କରିଥିଲି ତମକୁ, ମୋତେ ବୟସ ବହୁତ ହେଇଗଲାଣି, ମୁଁ ବର୍ତ୍ତମାନ ପଳେଇବି, ଏଇ ଦିନ 2 ଦିନ ଭିତରେ ପଳେଇବି। ଏ ଆଶ୍ରମଟା ତୋର, ଏ ଆଶ୍ରମକୁ ତୁ ରଖିବୁ। ଶ୍ରବଣ କହିଲା, ପ୍ରଭୁ ଆପଣ ତ ପଳେଇବେ, ମୁଁ ଆଶ୍ରମକୁ ନେଇ କ'ଣ କରିବି? ମୋର କ'ଣ ଆଶ୍ରମ ଦରକାର?
ମୋର ସେଇ ଜଙ୍ଗଲ ଭଲ, ସେଇ ଝରଣା ଭଲ, ଜଙ୍ଗଲର ଫଳ ଫୁଲ ହିଁ ମୋର ସେଇ ହେଉଛି ମୁଖ୍ୟ। ମୁଁ ଏଠି ରହି କ'ଣ? ତାପରେ ମାତଙ୍ଗ କହୁଛନ୍ତି ଶ୍ରବଣା ଶୁଣ ଶ୍ରବଣା, କଥାଟି ମନେ ରଖିଥାଅ। ଯେଉଁ ବାଟଟି ମୋ ପାଇଁ ପରିଷ୍କାର କରିଦେଇଛ ନଈ କୂଳ ପର୍ଯ୍ୟନ୍ତ, ଫୁଲ ବିଞ୍ଚି ଦେଇଛ, ସେଇ ରାସ୍ତା ଦେଇକିରି ଆସିବେ। ଭଗବାନଙ୍କର ଅବତାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ତାଙ୍କ ସହିତ ବି ତାଙ୍କ ଭାଇ ଥିବେ ଲକ୍ଷ୍ମଣ, ଅନନ୍ତଙ୍କର ଅବତାର ଲକ୍ଷ୍ମଣ। ଇଏ ପୁରୁଷୋତ୍ତମଙ୍କର ଅବତାର, ଇଏ ହେଉଛନ୍ତି ରାମ। ଯେମିତି ଆସିବେ ପାଦ ଧୋଇଦେବ, ବିଛଣାରେ ବସେଇବ, ଫଳ ସବୁ ରଖିଥିବ, ତାଙ୍କୁ ଟିକେ ଖୁଆଇଦେବ, ତାପରେ ସେ ଯିବେ, ତୁମେ ରହିବ। ଶ୍ରବଣା ଅପେକ୍ଷା କରି, ଆମେ ତ ଅପେକ୍ଷା କରିବା ପାଇଁ ଆମ ପାଖରେ ଧୈର୍ଯ୍ୟ ନାହିଁ। ସିଏ ଅନେକ ଦିନ ଧରି ଅପେକ୍ଷା କରିଛି। ରାମ କେତେବେଳେ ଆସି ପହଞ୍ଚିଯିବେ ସେଥିପାଇଁ ସେ ଚିତା ଫିତା ଏମିତି କାଟୁଛି, ଫୁଲ ଫୁଲ ସଜଉଛି। ତାକୁ ସବୁ ଆମର ଯେଉଁ ସାଧୁ ସନ୍ଥମାନେ ସେ ବାଟେ ଯାଉଛନ୍ତି, ଆରେ ଏଗୁଡ଼ା କ'ଣ କରୁଛୁ? ସେ କହୁଛି ମୋର ଗୁରୁ କହିଛନ୍ତି ଏଇ ବାଟ ଦେଇ ରାମ ଆସିବେ, ମୁଁ ତାଙ୍କୁ ଅପେକ୍ଷା କରିବି। ତତେ ବୟସ କେତେ ହେଲା? ନା ବୟସ ମୋତେ ଯେତେ ହଉ ମୁଁ ଜାଣିନି, କିନ୍ତୁ ମୁଁ ନା ଆଉ ତତେ ବୟସ ଆଉ କେଇଟା ଦିନ ବଞ୍ଚିବୁ, ଗୁରୁ ଆସିବେ, ତୁ ଗୁରୁଙ୍କୁ ଦେଖିବୁ। ଦିନେ ସେ ଦେଖୁଛି ଶ୍ରୀରାମ ଶରଣଂ ସମସ୍ତ ରାମଂ परिमलं राम तस्सति रामे भक्तिरखण्ड भवतु मे श्री राम जय राम जय जय राम। ତା ଆଖିର ପତା ଗୁଡ଼ାକ ସବୁ ତଳକୁ ନଇଁ ଆସିଲାଣି, ଅଣ୍ଟା ଭାଙ୍ଗି ପଡ଼ିଲାଣି, ବାଡ଼ିଟିଏ ଧରି ଠିଆ ହେଉଛି। ବାଡ଼ିଟିଏ ଧରି ଯେଉଁ ଜାଗାଟିକି ସେ ସଜେଇଛି ସେଇଠି ବାଡ଼ିଟିକି ଛାଡ଼ିକିରି ଆଖିର ପତାକୁ ଟେକିକିରି ସେ ରାସ୍ତାକୁ ଅନେଇଛି। କାଳେ ମୋ ଗୁରୁ ଆସି ପହଞ୍ଚିଗଲେ କି, ମାନେ ମୋ ପ୍ରଭୁ ଆସୁନାହାନ୍ତି।
ଦିନେ କିନ୍ତୁ ଆସିଲେ। ଶ୍ରବଣା ଯେତେବେଳେ ଦେଖି ପକେଇଛି ପ୍ରଭୁ ଗୁରୁଦେବ ତାଙ୍କୁ ଯୋଉ ଯୋଉ ରୂପ କହି ଯାଇଥିଲେ ସେଇ ରୂପଟା ଧରି ଆସୁଛନ୍ତି। ଏଇ ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଆନନ୍ଦରେ ନାଚି ଉଠିଲା ଶ୍ରବଣା। ରାମଙ୍କୁ ପାଛୋଟିକିରି ନେଲା। ଗୁରୁଙ୍କର କଥାକୁ ସବୁ କଥା ମନେ ରଖିଦେଲା। ଗୋଟି ଗୋଟି କରି ମାନିଲା। ପାଦ ଧୌତ କରିଦେଲା। ଆସନରେ ବସାଇଲା। ତାପରେ ଯେଉଁ ଫଳ ଗୁଡ଼ାକ ରଖିଥିଲା ତାକୁ ସବୁ ଗୋଟା ଗୋଟା କରି ନିଜେ ଟିକେ ଖାଇଲା। ଯେଉଁଟା ମିଠା ନାଗିଲା ତାକୁ ରାମକୁ ଦେଲା, ଯେଉଁ ଲକ୍ଷ୍ମଣକୁ ଦେଲା। ଯେଉଁଟା ମିଠା ଲାଗିଲାନି ତାକୁ ଫୋପାଡ଼ିଦେଲା। ଗୋଟିଏ ଆମ୍ବ ତା ବଗିଚାରେ ଥିଲା, ସେ ଲଗେଇଥିଲା। ସେ ଆମ୍ବଟି ଭାରି ମାନେ ଅତି ଭଲ ମିଠା ଆମ୍ବ। ଏଇଟା ତ ମୁଁ ଜାଣିଛି ମିଠା, ଆକୁ କାହିଁ ଚାଖିବି। ଯେତେବେଳେ ସେଇ ଗୋଟାକୁ ନେଇକରି ରାମଙ୍କୁ ଦେଲା, ରାମ ତାଙ୍କ ହାତକୁ ଧରିଲେ। ରାମ କହିଲେ ଶ୍ରବଣା ମୋ ହାତକୁ କାହିଁ ଧରୁଛ? ସେଠି ରାମ କହୁଛନ୍ତି ଶ୍ରବଣା ତୁମେ ଯେତେ ଗୁଡ଼ିକ ଫଳ ଦେଲ ନିଜେ ଅଇଁଠା କରିକିରି ମୋତେ ଦେଇଛ, ଉଚ୍ଚିଷ୍ଟ। ଆଉ ଇଏ ଆମ୍ବଟି କ'ଣ ନିଜେ ନ ଖାଇକିରି ମୋତେ ଦେଉଛ? ମୁଁ ତାକୁ ତ ଖାଇବିନି। ହାତ ଯୋଡ଼ିକିରି କହିଲା ପ୍ରଭୁ ମୋର ଭୁଲ ହେଇଯାଇଛି। ନା କେବେ ବି ତମର ଟିକିଏ ବି ଭୁଲ ହେଇଛି। ତମେ ଦେଇଛ, ମୁଁ ଖାଇଛି, ବହୁତ ବଢ଼ିଆ ଲାଗିଛି। ଏ ଆମ୍ବ ତୁମେ ଖାଇବ ମୋତେ ଦେବ, ସେ ଟିକେ ନାଗୁରୁ ଖା। ନା ମୁଁ ପ୍ରଭୁ ଆପଣଙ୍କୁ ମୋର ଉଚ୍ଚିଷ୍ଟ ଦେଇପାରିବି ନା, ମୁଁ ବି ଖାଇବିନି। ମୋ ଖାଇବା ଏଠୁ ସଇଲା। ଦେଖନ୍ତୁ କେତେ ବଡ଼ କଥା। ଶ୍ରବଣା ଯେତେ ଅନୁରୋଧ କଲା ପ୍ରଭୁ ଇଏ ଆମ୍ବକୁ ମୁଁ ମୋ ନିଜ ହାତରେ ଲଗେଇଥିଲି, ମୁଁ ଖାଇକିରି ଜାଣିଛି ଏଇଟା ମିଠା, ମୁଁ ତାକୁ ଅଇଁଠା କାହିଁ କରିବି? ମୋର ଦରକାର, ତାକୁ କାହିଁକି ଅଇଁଠା କରିବି? ନା ମୁଁ ଜାଣିନି ଏଗୁଡ଼ାକ ଖଟା କି ମିଠା ହେଇଯାଏ ଅଇଁଠା କରି। ତେଣୁ ସଜ୍ଜନ ରାମ କହିଲେ ଶ୍ରବଣା ଏ ଆମ୍ବଟି ତୁ ଖାଇବୁ, ମୁଁ ଯିବି। ଯେତେବେଳେ ଯିବା କଥା କହିଲା ଶ୍ରବଣା ମାନେ ରାମଙ୍କର ସ୍ୱରୂପକୁ ସିଏ ଭଲ ଭାବରେ ମୁଣ୍ଡ ଡୋଳ ଯାକ। ରାମ ଯେତେବେଳେ ଚାଲିଲେ ଦଣ୍ଡବତ ଟିକେ ହେଲା। କହିଲା ପ୍ରଭୁ ଏଇ ଜନ୍ମରେ ଆପଣଙ୍କ ସହିତ ଦେଖା ହେଲା। ଏତିକି ମିନତି କରୁଛି ଜନ୍ମେ ଜନ୍ମେ ଆପଣ ଯେମିତି ହେଲେ ମୋ ଘରକୁ ଟିକେ ଆସୁଥିବେ, ଏମିତି ଟିକେ ଫଳ ଖାଉଥିବେ। ଆପଣ ହଁ କହିଲେ ମୁଁ ଉଠିବି। ରାମ କହିଲେ ହଁ, ମୁଁ ନିଶ୍ଚୟ ଆସିବି। ଏତିକି କଥା କହିସାରିବା ପରେ ସେ ଯେତେବେଳେ ତାଙ୍କ ପାଦ ପଦ୍ମରେ ମୁଣ୍ଡକୁ ପିଟିଦେଲା, ବା ଯାହାକୁ କହନ୍ତି ମୁଣ୍ଡକୁ ପାଦ ପାଖେ ରଖିଦେଲା, ସେଇଠି ଶ୍ରବଣାଙ୍କର ଆତ୍ମାରାମ ସିଏ ଚାଲିଗଲେ। ଶ୍ରବଣା ସେଇଠି ପଡ଼ିଛି। ରାମ ତାଙ୍କୁ ଆଉଁସି ଦେଲେ। ଲକ୍ଷ୍ମଣଙ୍କୁ କହିଲେ ଏ ଯୁଗ ଯୁଗ ଧରି ଏଇଭଳି ଭକ୍ତ ଘରକୁ ଆମେ ନିଶ୍ଚୟ ଆସିବା। ଆମେ ଶପଥ କଲୁ ଆସିବୁ ନିଶ୍ଚୟ।
ସରି ନାହିଁ ରାମାୟଣ ଅଛି ରାମମୟ ଏ ଜଗତ। ଆପଣ ଯାହାକୁ କହୁଛନ୍ତି ରାବଣ, ସେଠି ରାମ ନାହାନ୍ତି? ରାମକୁ ରାବଣଙ୍କ ପାଖରେ ଖୋଜି ନାହାନ୍ତି, ଆଉ ପାଇବେ କେମିତି? ରା କହିଲେ ରାମ, ସିଏ ବଣକୁ ଆସିଛନ୍ତି। ଏଇ ଗୋଟେ କହୁଛି ରାବଣ ତତ୍ତ୍ୱ। ଆଚ୍ଛା, ଏ ଯେଉଁ ମନ୍ଥରା ରାମଙ୍କୁ କାଳେ 14 ବର୍ଷ ଜଙ୍ଗଲକୁ ପଠାଇଲା। ମନ୍ଥରା ହେଉଛନ୍ତି ଯୋଗମାୟାଙ୍କର ସ୍ୱରୂପ। ସେ ଆସିଛନ୍ତି, ରାଜା ଜନକଙ୍କ ଘରେ ଥିଲେ, ବୋହୂର ସେବା ପାଇଁ ସିଏ ପଠେଇଲେ। ଆଉ ସେ କିଏ? ତା ନାଁ ହେଉଛି ମନ୍ଥରା। ସେଠି ରାମ ନାହାନ୍ତି? ଆଦ୍ୟ ଅକ୍ଷର ମ, ଶେଷ ଅକ୍ଷର ରା, ତାକୁ ମିଶେଇ ଦେଲେ କ'ଣ ହେଲା? ରାମ। ତେଣୁ ସବୁ ଆମେ ବୁଝିବାକୁ, ସେ ଅଯୋଧ୍ୟା ବୋଲି ଗୋଟେ ରାଜ୍ୟ ଥିଲା ଭାରତ ବର୍ଷରେ। ଏମିତି ହେଲା ସୀତାଙ୍କୁ ପାଇଲେ ଗଲା। ଏଇ ଗପରେ କ'ଣ ସବୁ ରାମ ଦୌଡ଼ିକି ତମ ପାଖକୁ ଆସିବେ? କେବଳ ମନରେ ସ୍ମରଣ କର, ଶ୍ରୀରାମ ଜୟ ରାମ, ଆମେ ରାମଙ୍କୁ କେବଳ ଭାବି ଦେଇଛୁ ଏ ଦଶରଥଙ୍କ ପୁଅ ରାମ। ସେଇ ଗୁଡ଼ାକ ଆମର ଭୁଲ ହେଇଯାଉଛି। ତମେ ବା ନିଜେ ଏଠି ଯେତେ ବହିଛ, ତମେ ବା ହେଉଛ ଦଶରଥ। 10ଟା ଇନ୍ଦ୍ରିୟକୁ ନେଇକିରି ଆମେ ସମସ୍ତେ ଯେତିକି ଦିନ ବଞ୍ଚିବୁ, ସେ ପର୍ଯ୍ୟନ୍ତ ଆମେ ଦଶରଥ ହେଇ ରହିବୁ। ଦଶରଥଙ୍କର 3ଟା ରାଣୀ, ଆମର କେଇଟା ରାଣୀ? ଆମର ମଧ୍ୟ ସମସ୍ତଙ୍କର 3ଟି ରାଣୀ। ସେ 3 ରାଣୀ କିଏ? କର୍ମ, ଜ୍ଞାନ, ଭକ୍ତି। ଯେଉଁ ଲୀଳା ଏ ଜଗତରେ ଲାଗିଛି, ଏଇ 3ଟିକି ନେଇକିରି ସବୁ ଚାଲିଛି। ଆଜ୍ଞା, ପଞ୍ଚବଟିରୁ ସୀତାଙ୍କୁ ନେଲା, ପଞ୍ଚବଟରୁ ନେଇଥାନ୍ତା, ଷଷ୍ଠବଟରୁ ନେଇଥା। ପଞ୍ଚବଟିରୁ ଆମେ ସମସ୍ତେ ଦିନେ ବିଦାୟ। ସେ ପଞ୍ଚବଟି କିଏ?
ଆମ୍ବ ଉସ୍ତବର ଜାମୁ କଇଁଥ ଏଇଟା ବ୍ରାହ୍ମଣିଆମାନଙ୍କର ପାଠ, କିନ୍ତୁ ଆମେ ବ୍ରାହ୍ମଣ ନୁହେଁ କି ପଖଣ୍ଡାୟତ ନୁହେଁ କି କିଛି। ତେଣୁ ଆମର ପଞ୍ଚବଟୀ ହେଉଛି ମୁଖ ଚକ୍ଷୁ ନାସା କର୍ଣ୍ଣ ମସ୍ତକ। ଏଇ ପଞ୍ଚବଟୀ ଯେତେବେଳେ ଯେ ପର୍ଯ୍ୟନ୍ତ ଅଛି ଆମେ ସେ ପର୍ଯ୍ୟନ୍ତ ସୁନ୍ଦର ଭଲ ମଣିଷ ଏବଂ ଭଲ। ଯେଉଁଦିନ ସିଏ ପଞ୍ଚବଟୀ ଯେଉଁଦିନ ହରଣ ହେଇ ଚାଲିଯିବେ, ସେ କେଉଁ ବାଟେ ଯିବେ? କ'ଣ ପେଟ ବାଟେ ଯିବେ ନା ହାତ ବାଟେ ଯିବେ? ଏଇ ନାସାଗ୍ର ବାଟେ, ନାସାଗ୍ରର ଦ୍ୱାର ଦେଇ ଯେଉଁଦିନ ସିଏ ପଳେଇବେ, ତୁ ମୁସିଲୋ ତୁକେ ମୁସି ମୁସିଲ ଛିଣ୍ଡେଇ ଦେଲ ହଠାତ୍, ତୁ କୁ ମୁସିଲ ତୁ କୁ ମୁସି। ସେ ମୁସି ଆମରି ଭିତରେ ଅଛି, ଆମରି ଭିତରେ ସବୁ ଅଛି। ଜୀବନ ହେଉଛି ସୁନ୍ଦର ରାମାୟଣ। ଯେ ପର୍ଯ୍ୟନ୍ତ ଆମର ନାକ କାନ କଟା ହେଇନି ସେ ପର୍ଯ୍ୟନ୍ତ ଆମେ ରାମଙ୍କର ସନ୍ଧାନ ପାଇବୁନି। ସମସ୍ତେ ସବୁ କାଟି ପକାଉଛ, ହେଲା କ'ଣଟା ମୁଁ ସେ ପାଟିରେ ସେଲୁନ୍କୁ ଯାଇକି ଭଲ ନଖ ବାଳ ସବୁ କାଟି ପକାଇ, କିନ୍ତୁ ପ୍ରକୃତରେ ନାକ କାନକୁ କାଟିଲେ ହିଁ ଆମେ ରାମଙ୍କର ସନ୍ଧାନ ପାଇବା। ନାକ ନାମ କ୍ଷରନ୍ତି ନାସାଗ୍ରେ ରୂପଲୋଚନ ଗୋଚରେ। ନାସାଗ୍ରକୁ ଧ୍ୟାନ କରି ଆତ୍ମ ପୁରୁଷକୁ ଚିନ୍ତନ କର। ତମେ ଆଉ ଆମେ ସମସ୍ତେ ଗୋଟିଏ ଡଙ୍ଗାରେ ମନ୍ଦିରକୁ ଯିବୁ, କିନ୍ତୁ ନଡ଼ିଆ କିଣିକି ନେବୁ କି କ'ଣ ନେଇକି ଯିବୁ, କିନ୍ତୁ ରାମ ନାମକୁ ସ୍ମରଣ କରିବା ପାଇଁ ଯେଉଁ ଅଖଣ୍ଡ ନାମ ମଣ୍ଡପ ନାସାଦ୍ୱାରରେ ଅଛନ୍ତି ତାକୁ ଆମେ ଜମା ତ ଜାଣିନୁ। ହକାରଣେ ବହିରି ଜାତି ସକାରେ ଶକ୍ତି ସମ୍ଭବା ହଂସ ହଂସ ଖେରତ୍ୟ ଜୀବ ଜପତି ସର। ଆଚ୍ଛା ସଜ୍ଜନ, ଇଏ ନାକଟା କଟା ହେଲା, ଆଚ୍ଛା କାନଟା କେମିତି କଟା ହେବ? ପର ନିନ୍ଦା ପର ଚର୍ଚ୍ଚାକୁ ତ୍ୟାଗ କର। ଠାକୁର ନିଗମାନନ୍ଦଙ୍କର এই ଭାଷା। ପର ନିନ୍ଦା ପର ଚର୍ଚ୍ଚା ରାଖ ବହୁ ଦୂରେ। ଯେଉଁ କାନରେ ହରି କଥା ପଡ଼ିନି, ମନେ କରାଯାଉ ସେ ହରେ କୃଷ୍ଣ ଏଗୁଡ଼ାକ ପଡ଼ିନି, ନା ପଡ଼ିଲା ନାହିଁ। ଭଲ କଥା ଯଦି ଜୀବନରେ ଆମେ ଶୁଣିନୁ, ଶୁଣିବାକୁ ଇଚ୍ଛା ବି କରୁନୁ, ଆଉ ସେଠି କାନଟା କ'ଣ ସାପ ଗାତ ଯାହା କାନ ସେଇଆ। ଏଇଟା ସାପ ଗାତ ସହିତ ସଭା। ତେଣୁ ସୁପର୍ଣ୍ଣେଖା ଭଳି ନାକ କାନ କାଟିବା। କିଏ କାଟିବେ? ସିଏ ହେଉଛନ୍ତି ଅନନ୍ତ ରୂପୀ ଲକ୍ଷ୍ମଣ। ଅନନ୍ତ କିଏ? ଅନନ୍ତ ହେଉଛନ୍ତି ଇଏ ଜଗତର ଗୁରୁ। ଆମେ ତ ଜଗନ୍ନାଥଙ୍କ ଦର୍ଶନ କରି ପଳେଇ ଆସୁଛୁ, କିନ୍ତୁ ଜଗନ୍ନାଥଙ୍କର ଗୁରୁ ମନ୍ଦିରକୁ କେହି ଯାଇନି, କେହି ଯାଇନି।
କ'ଣ ନା ଆମେ ଜଗନ୍ନାଥ ଦର୍ଶନ କରି ଆସିବୁ। ଜଗନ୍ନାଥଙ୍କ ଗୁରୁ ମନ୍ଦିରରେ ଅନନ୍ତ ହିଁ ପୂଜା କରୁ। ଏଇସବୁ କଥା ଲଙ୍କାକୁ ଆମେ ପୋଡ଼ିନୁ, ଲଙ୍କାକୁ ଆମେ ସଜଉଛୁ, ଆଉ ରାମଙ୍କୁ କେମିତି ପାଇବୁ? ଲଙ୍କା କହିଲେ ଅସାମାଜିକ ସ୍ଥାନ। ଆଜି କେଉଁ ଜାଗାରେ ଆମ ସାଲେପୁର ହଉ ଆମର ଯେଉଁ ଜାଗାକୁ ଆପଣ ପୁରୀ ପର୍ଯ୍ୟନ୍ତ ବି ଯାଆ, ଲଙ୍କାଟା ବର୍ତ୍ତମାନ କେଉଁ ଛକରେ ନାହିଁ, କେଉଁ ସ୍ଥାନରେ ନାହିଁ। ତେଣୁ ଆମେ ପିଲାମାନଙ୍କୁ ଦୋଷ ଦେଉଛୁ, ଖରାପ ହେଇଗଲା, ଖରାପ ପାଇଁ ଦାୟୀ ହେଉଛ ତମେ। ତେଣୁ ସଜ୍ଜନ, ଏଇ ହେଉଛି ଜୀବନ ରାମାୟଣ। ଯେଉଁଦିନ ଆମେ ଅଶୋକ କାନନରେ ବସିବୁ, ଅଶୋକ କାନନ ହେଉଛି ଧ୍ୟାନ, ନିଶ୍ଚଳରେ ବସିବୁ। ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ବାପା ହୁଅନ୍ତୁ, ବୋଉ ହୁଅନ୍ତୁ, ବସି ଆମେ ସ୍ମରଣ କରିବୁ। ସେଇଦିନ ଆମେ ଅଶୋକ କାନନକୁ ଯିବୁ, ହନୁମାନ ସହିତ ଭେଟ ହେବ। ହନୁମାନ କିଏ? ଶ୍ରୀରାମ ଦୂତମ୍ ଆମର ଏଇ ନିମେଇ ବାବୁ, ଆମର ଦୀନବନ୍ଧୁ ବାବୁ ସେ ଆସିନାହାନ୍ତି। ଏଇମାନେ ସବୁ କହିଲେ ଆମେ ଗୋଟାଏ ଆଶ୍ରମରେ ରାମାୟଣ କରିବା। ହଉ କର, ମୁଁ କାହିଁ ମନା କରିବାକୁ। ରାମଚରିତ୍ର ମାନସ ହେଲା, ମୋତେ କହନ୍ତି ଆଗରେ, ମୁଁ ତ କିଛି ଜାଣିନି, କହିବି କ'ଣ? କେମିତି ଆଡ଼ୁ ସାଡ଼ୁ କ'ଣ ବିପଦ କହିଛି ସେ ତାଙ୍କର। ଆଉ ଲୋକ କେହି ହେଲେ, ଶୁଣିବା ଲୋକ ଆଉ କେହି ଆସେ। ମୁଁ ବିରକ୍ତ ହେଇକିରି କହିଲି ଏ ବର୍ଷ ଆଉ କରିବାନି, ବନ୍ଦ ହେଲା। ଆମର ଗୋଟିଏ ବରଗଛ ଅଛି, ଏବେ ବି ଅଛି, କିନ୍ତୁ ତାର ଭଗ୍ନାବଶେଷ ଅଛି। ସେଟା ପୁରା ଝଙ୍କାଳିଆ ହେଇକିରି, ବିରାଟ ହେଇକିରି ଗୋଟେ ମର୍କଟ ଆସିକିରି ସେଇ ବରଗଛ ଦେହରେ ବସିଲା। ଲାଙ୍ଗୁଡ଼ ତାର ତଳକୁ ଓଳିଥାଏ, ସେଇଠି ବଇଥାଏ। ଦିନରେ, ରାତିରେ, ମଧ୍ୟାହ୍ନରେ ଯେତେବେଳେ ଦେଖିଲେ ବି ସେ ସେଇଠି ବଇଛି। ବୋଲି କ'ଣ ଏ ମାଙ୍କଟି କୁଆଡ଼େ ଯାଉନି କି କିଛି ଖାଉନି, ହେଲେ କ'ଣ କରିବା? ଏଇନେ ବଡ଼ ଆମେ ସବୁ ଖାଉଛୁ ପିଉଛୁ, ଇଏ କ'ଣ ଖାଉନି ଯାଉନି। ଏଇଭଳି ଭାବୁ ଭାବୁ ମୋର ଗୁରୁଦେବଙ୍କର କଥା ମନେ ପଡ଼ିଲା। ଲକ୍ଷ୍ମଣ ଝୁଲାର ବମ୍ବେ ଘାଟରେ ଯିଏ ଗୁରୁ ମୋତେ ଭେକବାନା ପିନ୍ଧେଇଥିଲେ, ସେ ରାମଙ୍କର ଭକ୍ତ, ତାଙ୍କରି କଥା ଯେତେବେଳେ ମନେ ପଡ଼ିଲା, ମୋର ଧାରଣା ହେଲା ଇଏ ହେଉଛନ୍ତି ବୋଧେ ହନୁମାନ। ଇଏ ରାମାୟଣ ଶୁଣିବାକୁ ବୋଧେ ଆଇଛନ୍ତି, ଆଉ ଆମେ ତ ରାମାୟଣ କରୁନୁ। ମୁଁ ହାତ ଯୋଡ଼ିକିରି କହିଲି, ହେ ରାମ ପୁରୁଷୋତ୍ତମ ନରହରି ନାରାୟଣ ଗୋବିନ୍ଦ ହେ କୃଷ୍ଣ କମଳା ପଦେ ରଘୁପତେ
ଏତିକି କହିକିରି ନମସ୍କାର କରିକି ନମସ୍କାର କଲେ ତ ଆଖି ବୁଝିକି ନମସ୍କାର କରିବାକୁ ହବ। ନମସ୍କାର କରି ଅନେଇଲାକୁ ସେ ମାନି କରାହେଲା। 7 ଦିନ କାଳ ସେ ବସିଲା, କିନ୍ତୁ ଏଇ କଥା ପଦକରେ ସେ କୁଆଡ଼େ ଗଲା। ତାପରେ ଆମେ ପୁଣି ଆମ ତ ମାନସ ବର୍ଷ କଲୁ। ତେଣୁ ମାନିଲେ ଠାକୁର, ନ ମାନିଲେ କୁକୁର। ଖାଲି ପଢ଼ିଦେଲେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ, ବ୍ରାହ୍ମଣମାନେ ସବୁ ପଢ଼, ମୁଁ ଶୁଣି କ'ଣ ପଢ଼ୁଛ, କ'ଣ ପଢ଼ୁଛ, ରଚନା ପଢ଼ୁଛ। ତେଣୁ ପ୍ରକୃତରେ ଯଦି କାୟବାକ୍ୟ ମନରେ ଗୁରୁଙ୍କର ବାକ୍ୟକୁ, ମନ୍ତ୍ରକୁ, ସ୍ୱରୂପକୁ ଚିନ୍ତନ କରିବା, ତାହେଲେ ଗୁରୁ କୃପା ଅବଶ୍ୟ ମିଳିବ। ମିଳିବ ନାହିଁ ଏକଥା କେବେ ନୁହଁ। ଗୋଟେ ଗୋଟେ ଲୋକ ଅପେକ୍ଷା କରୁଛନ୍ତି, ପୁଣି କହୁଛନ୍ତି ଆରେ ଏତେ ଥର ତ ଗଲୁ, ଆଉ କିଛି ତ ବାବା ବୁଝିଲେନି, ଆଉ କାହିଁ ଯିବୁ, ନ ଯା। ତମେ ଯଦି ନ ଯିବ, ତମେ ତମ ଘରେ ଥିବ, ଆମେ ଆମ ଘରେ ଥିବୁ, ତମେ ଆମର କ'ଣ କରିବ, ଆମେ ତମର କ'ଣ କରିବୁ। ତେଣୁ ସଜ୍ଜନ ଅଭିମାନ ପରିହର। ଅନେକ ଲୋକଙ୍କର ଏଇ ଜଗନ୍ନାଥଙ୍କ ପାଖକୁ ଯିବେ, ଜଗନ୍ନାଥଙ୍କୁ ଡାକିଲେ କିଛି ଶୁଣିଲେନି। ଆରେ କ'ଣ ତମେ ସବୁ କ'ଣ ଏମିତି ଭକ୍ତିଟାକୁ, ସେ ଗୋଟେ ପଦ କହୁଛନ୍ତି, ଆଉ ଗପିଆନି ଭକତି ଭକ୍ତିକୁ ଠାର ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ, ଜୀବନର ଦର୍ଶକ। କେବେ ବି ଜୀବନରେ ସେ ଭୁଲ କରନା। ଅପେକ୍ଷା ନ କରିପାର, କିନ୍ତୁ ଗୁରୁ ନିନ୍ଦା ଠାରୁ ବଡ଼ ଅପରାଧ ଏ ଦୁନିଆରେ ନାହିଁ। ଶେଷରେ ମୋର ଶ୍ରୀ ଗୁରୁଦେବଙ୍କୁ, ହନୁମାନଙ୍କୁ ପ୍ରଣାମ କରୁଛି। ଏବଂ ଏଠି ବର୍ଷା ଦିନ ହେଉ, ଶୀତ ଦିନ ହେଉ, ଯାହା ହେଉ, ଗୋଟେ ସତ୍ସଙ୍ଗ ହେଉଛି ବୋଲି ଆମେ 5 ଜଣ ଏକତ୍ର ଆପଣମାନେ ହେଉଛନ୍ତି। ଏଇ କାର୍ଯ୍ୟକ୍ରମଟିକୁ ବଳିଆ ଆସୁ ନ ଆସୁ ଗୋଟେ ମେଳା ଭଳି ରଖନ୍ତୁ। ତାହେଲେ ଇଏ ସତ୍ସଙ୍ଗ ଆମକୁ, ଏଇ ହିଁ ଆମକୁ ପ୍ରକୃତରେ ଦିବ୍ୟ ମାର୍ଗ ଦେଖାଇବ, ଆମେ ସେଇ ମାର୍ଗରେ। ଶେଷରେ ଆପଣମାନଙ୍କୁ ଜଣଉଛି ଏ ପବିତ୍ର ମାଟିକୁ ପ୍ରଣାମ କରୁଛି।